ଜାଣିଛନ୍ତି କି ପଖାଳରେ ଭରପୁର ଅଛି ରୋଗ ପ୍ରତିରୋଧକ ଶକ୍ତି। ଅବଶ୍ୟ ଏହା ଜାଣିବା ପୂର୍ବରୁ କାହିଁ କେବେରୁ ଓଡ଼ିଆ ଖାଆନ୍ତି ପଖାଳ। ହେଲେ କରୋନା କାଳରେ ଯେବେ ପୁରା ବିଶ୍ୱ ଘାଣ୍ଟି ହେଉଥିଲା, ସେହି ସମୟରେ ପଖାଳର ଉପକାରିତାକୁ ନେଇ ଆସିଥିଲା ଏକ ରିପୋର୍ଟ, ଯେଉଁଥିରେ କୁହାଯାଇଥିଲା କି ପଖାଳରେ ଭରପୁର ରହିଛି ରୋଗ ପ୍ରତିରୋଧକ ଶକ୍ତି। ବଳିଥିବା ଭାତକୁ ପାଣି ପୁରାଇ ଦେଲେ ହୋଇଯିବ ପଖାଳ। ତିଆରି କରିବାରେ ନା ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ ନା ଝିଞ୍ଜଟ ଥାଏ। କେବଳ ପାଣି ଟିକିକ ଯାହା ଦରକାର। ପଖାଳ କେବଳ ପାଟି କି ପେଟକୁ ଶାନ୍ତ କରେ ତାହା ନୁହେଁ, ବରଂ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବି ବଢ଼ାଏ। କରୋନା ହେବା ପରେ ସାଧାରଣରେ ଶରୀରରେ ଇମ୍ୟୁନିଟି କମିଗଲା। ସମସ୍ତଙ୍କ ମନରେ ଚିନ୍ତା ପଶିଲା, ଇମ୍ୟୁନିଟି ବଢ଼ିବ କେମିତି? ହେଲେ ଦେଖିଲା ବେଳକୁ ଆମରି ରୋଷେଇ ଘରେ ଲୁଚି ବସିଥିଲା ଇମ୍ୟୁନିଟି। ବାସି ପଖାଳ ଓ ତୋରାଣୀରେ ଶରୀରକୁ ଏତେ ପରିମାଣରେ ରୋଗ ପ୍ରତିରୋଧକ ଶକ୍ତି ଯୋଗାଏ ଯେ ଏହା କରୋନାରୁ ବର୍ତ୍ତିବାରେ ସାହାଯ୍ୟ କରେ। ବୋଧହୁଏ ସେଇଥିଲାଗି ଗାଁ ଗଣ୍ଡାର ଲୋକ, ଖାସ କରି ଆଦିବାସୀମାନଙ୍କ ପାଖ ପଶିନଥିଲା କରୋନା। ପଖାଳରେ ଥିବା ଅଣୁଜୀବ ଶ୍ୱେତସାରର ସରଳୀକରଣ ଦ୍ୱାରା ସର୍ଟ ଚେନ୍ ଫ୍ୟାଟି ଏସିଡ୍ ତିଆରି କରେ, ଯାହାକି ମଣିଷକୁ ସୁସ୍ଥ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ଅନେକାଂଶରେ ସାହାଯ୍ୟ କରେ। ଏମ୍ସ ପକ୍ଷରୁ ଦିଆଯାଇଥିବା ରିପୋର୍ଟରେ ସ୍ପଷ୍ଟ କରାଯାଇଥିଲା କି ଯେଉଁମାନେ ନିତି ପଖାଳ କିମ୍ବା ତୋରାଣୀ ପିଅନ୍ତି ସେମାନଙ୍କର ଇମ୍ୟୁନିଟି ପାୱାର ବଢ଼େ। ବାସି ପଖାଳରେ ଥିବା ସର୍ଟ ଚେନ୍ ଫ୍ୟାଟି ଏସିଡ୍ର ପ୍ରଦାହରୋଧୀ ବା ଆଣ୍ଟି ଇନଫ୍ଲେମାଟୋରୀ ଗୁଣ ରହିଛି। ତୋରାଣୀରେ ଥିବା ଲୋବାସିଲସ୍ ଜୀବାଣୁ ଶରୀରରେ ଇମ୍ୟୁନୋଗ୍ଲୋବୁଲିନ୍ କ୍ଷରଣରେ ସହାୟକ ହୁଏ, ଯାହାକି ଫୁସଫୁସ୍ ଓ ଅନ୍ତନଳୀ ସଂକ୍ରମଣକୁ ରୋକିଥାଏ। ଖାଲି ଏତିକି ନୁହେଁ, ପଖାଳ ଅପପୁଷ୍ଟି ରୋକିବାକୁ ଏବଂ ଗର୍ଭବତୀ ମହିଳାଙ୍କ ଭ୍ରୂଣର ବିକାଶ ପାଇଁ ଖୁବ୍ ଉପକାରୀ। ତେବେ ଗବେଷକଙ୍କ କହିବା କଥା, ସଜ ନୁହେଁ, କେବଳ ବାସି ପଖାଳ ଓ ତୋରାଣୀରେ ହିଁ ଏହି ଗୁଣ ରହିଛି। ପଖାଳ ଯେ ଦେହ ଲାଗି କେତେ ଜରୁରୀ ତାହା ଓଡ଼ିଆଙ୍କଠୁ ଆଉ ଅଧିକ କିଏ ବା ଜାଣେ। ସେଇଥିଲାଗି ତ ଓଡ଼ିଆ କିଛି ଖାଉ କି ନ ଖାଉ କଂସେ ପଖାଳ ଓ ଢୋକେ ତୋରାଣୀ ନିଶ୍ଚୟ ପିଉଥିବ। ସତରେ ଆମେ ଓଡ଼ିଆ ଭାରି ବଢ଼ିଆ। ଆପଣଙ୍କୁ ପସନ୍ଦ ଆସିଥିଲେ ଲାଇକ୍ କରି ଦିଅନ୍ତୁ, ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ।